ସମସ୍ତଙ୍କୁ ଶୁଭେଚ୍ଛା। ଏ ଭିଡ଼ିଓରେ ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହିସବୁ ସଂକେତ। ଭାଗ 2। 1 ନମ୍ବର ରହିଛି, ଯଦି କଳା ପିମ୍ପୁଡ଼ି ଅଚାନକ ଘର ଅଗଣା ବା କବାଟ ବା ଘରର ଯେକୌଣସି ସ୍ଥାନରେ ଦେଖାଯାଏ, ତେବେ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ହେବାକୁ ଯାଉଛି। ଆପଣଙ୍କର କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଯଦି କଳା ପିମ୍ପୁଡ଼ି ଦେଖାଗଲେ, ତେବେ ତାଙ୍କୁ ଝାଡ଼ୁ ନ କରି ଅଳ୍ପ କିଛି ଅଟା ସହିତ ଚିନି ତାକୁ ପାଣିରେ ଗୋଳେଇ ସେ ପିମ୍ପୁଡ଼ି ଥିବା ସ୍ଥାନରେ ରଖିଦେଲେ, ଯଦି ପିମ୍ପୁଡ଼ି ତାକୁ ଖାଇଲା, ତେବେ ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜାଣିବେ ଏବଂ ମା ଲକ୍ଷ୍ମୀଙ୍କର କୃପା ରହିଛି ବୋଲି ଜାଣିବେ। ନମ୍ବର 2, ଯଦି କୌଣସି କାର୍ଯ୍ୟରେ ବାହାରକୁ ଗଲାବେଳେ ରାସ୍ତାରେ କୁକୁର ମୁହଁରେ ରୁଟି କାମୁଡ଼ି ଧରି ଥିବାର ଦେଖିଲେ, ଏହାର ସଂକେତ ହେଉଛି ଆପଣଙ୍କୁ ବହୁତ ଶୀଘ୍ର ଧନ ପ୍ରାପ୍ତ ହେବ। ନମ୍ବର 3, କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ଯଦି ସାପ ଓ ମାଙ୍କଡ଼ ଏକାଠି ଦେଖନ୍ତି, ଅର୍ଥାତ୍ ସାପ ଗୋଟେ ଜାଗାରେ ମାଙ୍କଡ଼ ଗୋଟେ ଜାଗାରେ, ତେବେ ଏହା ଭଲ ସମୟ ଆସିବାର ଶୁଭ ସଂକେତ। ଆଗକୁ ଆପଣଙ୍କର ଭଲ ଶୁଭ ସଂକେତ ଆସିବ। ଏହା ହେଉଛି ଶୁଭ ସଂକେତ। ଯଦି ସାପ ଗୋଟେ ଜାଗାରେ ମାଙ୍କଡ଼ ଗୋଟେ ଜାଗାରେ ଦେଖିଲେ, ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଦୂର ହେବାକୁ ଯାଉଛି ଏବଂ ଧନ ପ୍ରାପ୍ତି ହେବାକୁ ଯାଉଛି ବୋଲି ଜାଣିବେ। 4 ନମ୍ବର, ପେଚା ମା ଲକ୍ଷ୍ମୀଙ୍କର ବାହନ। ଆପଣଙ୍କ ଘର ବାହାରେ କିଛି ଦିନ ପେଚା ଦେଖାଯାଉଥିଲେ, ଆପଣଙ୍କ ଘରକୁ ମହାଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। 5 ନମ୍ବର, କଇଁଛ ଦେଖିବା ଅତ୍ୟନ୍ତ ଶୁଭ ସଂକେତ। ସ୍ୱପ୍ନରେ କଇଁଛ ଦେଖିଲେ ଆପଣଙ୍କ ଭାଗ୍ୟ ଖୋଲିବାର ସଂକେତ ଅଟେ। ଯଦି କଇଁଛ ଦେଖିଲେ ତ ଶୁଭ, କିନ୍ତୁ ସ୍ୱପ୍ନରେ ଯଦି ଦେଖିଲେ, ତାହେଲେ ଭାଗ୍ୟ ପରିବର୍ତ୍ତନ ହେବ ଆଉ ଭାଗ୍ୟ ଖୋଲିଯିବାର ଏହା ହେଉଛି ଏକ ସଂକେତ। 6 ନମ୍ବର, ରାସ୍ତାରେ ଯାଉଥିବା ସମୟରେ ଆପଣଙ୍କୁ ପଇସା ବା ଟଙ୍କା, ଘୋଡ଼ାର ନାଲ, ଚାରିପତ୍ର ଥିବା ଘାସ ରାସ୍ତାରେ ପଡ଼ିଥିବାର ପାଇଲେ, ତାକୁ ରଖିପାରିଲେ ଏହା ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିପାରେ। ରଖିପାରିଲେ ଠିକ୍ କାହିଁ ଲେଖା ହେଲା? କେହି କେହି ପଇସା ପାଆନ୍ତି, ତାକୁ ଖର୍ଚ୍ଚ କରିଦିଅନ୍ତି, କିନ୍ତୁ ସେ ପଇସାକୁ ଖର୍ଚ୍ଚ କରିବା କଥା ନୁହେଁ। ତାକୁ ଯେତେ ଦିନ ପର୍ଯ୍ୟନ୍ତ ରଖିବେ, ସେତେ ଦିନ ପର୍ଯ୍ୟନ୍ତ ଆପଣଙ୍କର ଭାଗ୍ୟ ଉଜ୍ଜ୍ୱଳ ହେଇଯାଉଥିବ। ପଇସା ବା ଟଙ୍କା ବା ଘୋଡ଼ାର ନାଲ ବା 4ଟା ପତ୍ର ଥିବା ଘାସ, ତାକୁ ପାଇଲେ ନଷ୍ଟ କରିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ରଖିବେ, ସେତେ ଦିନ ପର୍ଯ୍ୟନ୍ତ ଭାଗ୍ୟଟା ଉଜ୍ଜ୍ୱଳ ହେଇଯିବ। 7 ନମ୍ବର, ପୁରୁଷଙ୍କ ଡାହାଣ ଓ ନାରୀମାନଙ୍କର ବାମ ଆଖି ଡେଇଁଲେ ଶୁଭ ସଂକେତ ମିଳିଥାଏ। 8 ନମ୍ବର, ପୁରୁଷଙ୍କ ଡାହାଣ ଓ ନାରୀମାନଙ୍କ ବାମ ହାତ ପାପୁଲି କୁଣ୍ଡେଇ ହେଲେ ଶୁଭ ସଂକେତ ମିଳିଥାଏ। ଏହାର ଅର୍ଥ ଆପଣଙ୍କୁ ଆକସ୍ମିକ ଧନ ଲାଭ ହୋଇଥାଏ। ଏହା ଏକ ପରୀକ୍ଷାମୂଳକ ତଥ୍ୟ। ଏଇଟା କେତେ ଲୋକ ବି ପରୀକ୍ଷା କରିଛନ୍ତି। ହାତ ବାବୁଲି କୁଣ୍ଡେଇ ହୁଏ, ସେ ଦେଖିଲା ବେଳକୁ କିଛି ସମୟ ପରେ କିଛି ଧନ ମଧ୍ୟ ପାଇଥାନ୍ତି। ଅର୍ଥାତ୍ ତାଙ୍କର ଟଙ୍କା ପଇସା କେହି କାହା ପାଖରେ ଥାଏ, ସେ ହାତ ବାବୁଲି କୁଣ୍ଡେଇ ହେବା ପରେ କିଛି ସମୟ ପରେ ତାଙ୍କୁ ମିଳିଥାଏ ବୋଲି କେହି ବି କହନ୍ତି। ଏହା ବହିରେ ଲେଖାଯାଇଛି। 9 ନମ୍ବର, ଝାଡ଼ୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଛି। ତେଣୁ ଝାଡ଼ୁକୁ ଏଣେ ତେଣେ ନ ପକାଇ ତାକୁ ଲୁଚେଇକିରି ରଖିବା ଉଚିତ। ଏବଂ ଯେତେବେଳେ ଝାଡ଼ୁ କରି ଛୋଟ ହୋଇଯିବ, ତାକୁ ଲୋକମାନେ ଏଣେ ତେଣେ ଫୋପାଡ଼ି ଦିଅନ୍ତି। କିନ୍ତୁ
ଏଣେ ତେଣେ ତାକୁ ଫୋପାଡ଼ିବେ ନାହିଁ। ଯେତେବେଳେ ଛୋଟିଆ ହେଇଯିବ ଆଉ ଝାଡ଼ୁ କରିହେବ ନାହିଁ, ସେତେବେଳେ ତାକୁ ବହି ଯାଉଥିବା ପାଣିରେ ତାକୁ ବିସର୍ଜନ କରିବା କଥା। 10 ନମ୍ବର, ଭଲ ସମୟ ଆସିବାର ହେଲେ ଆପଣଙ୍କ ଅଗଣାରେ ଚାରା ଗଛ, ଯେକୌଣସି ଗଛ ଏବଂ ତୁଳସୀ ଗଛ ବୃଦ୍ଧି ପାଇଥାଏ, ବହୁତ ଗୁଡ଼ିଏ ଗଛ ଉଠିଥାଏ। 11 ନମ୍ବର, କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଯଦି କୌଣସି ପକ୍ଷୀ ଗଛରେ ବା ଉଡ଼ୁଥିବା ସମୟରେ ଆପଣଙ୍କ ଉପରେ ମଳତ୍ୟାଗ କରେ, ତେବେ ଆଗାମୀ ଦିନରେ ଧନ ପ୍ରାପ୍ତି ହେବାର ସଂକେତ ଦେଇଥାଏ। ଏଇଟା କେହି କେହି କହନ୍ତି, ପକ୍ଷୀଟା ମୋ ଉପରେ ମଳତ୍ୟାଗ କରିଦେଲା। ନାଇଁ, ବିରକ୍ତ ହେବେ ନାହିଁ, ବରଂ ଖୁସି ହେବେ। ପକ୍ଷୀଟା ଉଡ଼ି ଯାଉଛି, ମଳତ୍ୟାଗ କରିଦେଲା ବା ଗଛରେ ବସିକିରି କରିଦେଲା। ଆମେ ତ ଜାଣୁ ଜାଣୁ ସେ ଆମ ଉପରେ ମଳତ୍ୟାଗ କରୁ ବୋଲି ଆମେ ତ କେହି ଭାବନ୍ତିନି, କିନ୍ତୁ ହଠାତ୍ ଏଇଭଳି ହେଇଯାଏ। ଯଦି ହେଇଗଲା, ଆପଣ ଖୁସି ହେବା କଥା, କାରଣ ଆଗାମୀ ଦିନରେ କିଛି ଦିନ ପରେ ଧନ ପ୍ରାପ୍ତି ହେବାର ଏହା ସଂକେତ। 12 ନମ୍ବର, ଯଦି ସ୍ୱପ୍ନରେ ଝାଡ଼ୁ, ପେଚା, ବଂଶୀ, ହାତୀ, ନେଉଳ, ଝିଟିପିଟି, ତାରା ଆଦି ଦେଖିଲେ ଏହା ଧନ ପ୍ରାପ୍ତିର ସଂକେତ ହୋଇଥାଏ। ଆଜି ପାଇଁ ଭିଡ଼ିଓଟି ଏତିକି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ ଏବଂ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବା ପାଇଁ ମଧ୍ୟ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।